ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନେ କ'ଣ ଜାଣିଛନ୍ତି ପୁରୀ ଶ୍ରୀମନ୍ଦିରର କିଛି ରହସ୍ୟମୟ ଘଟଣା ବିଷୟରେ? ମୁଁ ଆଜି ଆପଣଙ୍କ ସାଙ୍ଗରେ କିଛି ରହସ୍ୟମୟ ଘଟଣା ସାଙ୍ଗରେ ଅବଗତ କରିବାକୁ ଚାହୁଁଛି। ଆପଣ କ'ଣ ଜାଣିଛନ୍ତି ପୁରୀ ଶ୍ରୀମନ୍ଦିରର ଉପରେ ଯେଉଁ ପତିତପାବନ ବାନା ଉଡ଼େ, ସେ ପତିତପାବନ ବାନା ପବନର ବିପରୀତ ଦିଗରେ ଉଡ଼େ। ଏଇଟା ହେଉଛି ଗୋଟେ ରହସ୍ୟମୟ ଘଟଣା, ଯେଉଁଟାକି ଆପଣମାନେ କିଛି ଜାଣିଥିବେ, ମୁଁ କିଛି ଜାଣିଛି। ଆଉ ଗୋଟେ ଘଟଣା ହେଉଛି ଅଭଡ଼ା ଯେଉଁ ପ୍ରସ୍ତୁତ କରାଯାଏ, ହାଣ୍ଡି ଉପରେ ହାଣ୍ଡି ରଖା ହେଇକିରି ଅଭଡ଼ା ପ୍ରସ୍ତୁତ କରାଯାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଇଟା ଯେ ସବୁଠୁ ଉପରେ ଯେଉଁ ହାଣ୍ଡି ଆଗ ପାକ ସିଧି ହୁଏ, ତାପରେ ତା ତଳ ହାଣ୍ଡିଟା ପୁରା ଶେଷରେ ପାକ ସିଧି କରାଯାଏ, ପାକ ସିଧି ହୁଏ। ଏଇଟା ହେଉଛି ଗୋଟେ ରହସ୍ୟମୟ ଘଟଣା। ମୁଁ ତ ଏତିକି ଜାଣିଛି। ଆପଣମାନେ ଆଉ ଯାହା କିଛି ଜାଣିଛନ୍ତି ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି। ଜୟ ଜଗନ୍ନାଥ।